ରେ 1000 ରନ୍ କରିବାରେ ସୂର୍ଯ୍ୟବଂଶୀ ହେଲେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍। জি হ্যাঁ দর্শক বন্ধু, ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଶତକ ପାଳି ସତ୍ତ୍ୱେ ଏଠାରେ ଖେଳାଯାଇଥିବା ସନରାଇଜ ହାଇଦ୍ରାବାଦ ବିପକ୍ଷ ଆଇପିଏଲ ମ୍ୟାଚରେ ରାଜସ୍ଥାନ ରୟାଲ ହାରିଯାଇଥିଲା। ହେଲେ ଏହି ଅବସରରେ ସୂର୍ଯ୍ୟବଂଶୀ ତାଙ୍କ ରେକର୍ଡ ବୁକ୍ରେ ଆଉ ଏକ ଅଧ୍ୟାୟ ଯୋଡ଼ିଥିଲେ। ସେ ଟି20 କ୍ରିକେଟରେ ବଲ୍ ମୁକାବିଲାରେ 1000 ରନ୍ ମାଇଲଖୁଣ୍ଟ ଛୁଇଁବାରେ ଦ୍ରୁତତମ ଏବଂ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ସେ ଏହି ଫଟାଫଟ ଫର୍ମାଟରେ 473 ବଲ୍ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମିଚେଲ ୱାନଙ୍କ ନାମରେ ଥିଲା। ସେ 533 ବଲ୍ରେ 1000 ରନ୍ ପୂରଣ କରିଥିଲେ। ଚଳିତ ଆଇପିଏଲରେ ଏହି 36ତମ ମ୍ୟାଚରେ ସୂର୍ଯ୍ୟବଂଶୀ 36 ବଲ୍ରୁ ଶତକ ହାସଲ କରିଥିଲେ, ଯାହା ଆଇପିଏଲରେ ତୃତୀୟ ଦ୍ରୁତତମ ଶତକ ହୋଇଛି। ତୃତୀୟତମ ଶତକରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍, ଯିଏକି 30 ବଲ୍ରେ 2013ରେ ତାଙ୍କ ନାଁରେ ଥିଲାବେଳେ ଦ୍ୱିତୀୟ ମଧ୍ୟ ଦ୍ରୁତତମ ଶତକ 35 ବଲ୍ 2025ରେ ସୂର୍ଯ୍ୟବଂଶୀଙ୍କ ନାଁରେ ରହିଥିଲା। ସେହିପରି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶନିବାର ମ୍ୟାଚରେ ସୂର୍ଯ୍ୟବଂଶୀ 12ଟି ଛକା ଏବଂ 5ଟି ବାଉଣ୍ଡରୀ ସହାୟତାରେ 37 ବଲ୍ରୁ 103 ରନ୍ କରି ଆଉଟ୍ ହୋଇଥିଲେ, ଯାହା ତାଙ୍କ ପାଇଁ ଆଇପିଏଲରେ ତୃତୀୟ ଦ୍ରୁତତମ ଶତକ ସାଜିଥିଲା। ଆଉ ଦ୍ରୁତତମ 1000 ରନ୍ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଜ୍ଞାନ ଦର୍ଶକ ବନ୍ଧୁ, ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତକୁ ସେ ଯେବେ ପାଦ ଛାପିଛନ୍ତି ସେବେଠାରୁ ତାଙ୍କର ଖାଲି ରେକର୍ଡ ରନ୍ ବର୍ଷା ଦେଖିବାକୁ ମିଳୁଛି। ଗତ ବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ ତାଙ୍କୁ 1,10 ଲକ୍ଷ ଟଙ୍କାରେ କିଣିଥିଲା। ଆଉ ପ୍ରଥମ ମ୍ୟାଚରେ ଫେଲ୍ ହୋଇଥିଲେ ଏବଂ ଦ୍ୱିତୀୟ ମ୍ୟାଚରେ ଧମାକେଦାର ପାରି ଦେଖିବାକୁ ମିଳିଥିଲା। ଆଉ ଆଇପିଏଲ 2025ରେ 35 ବଲ୍ରେ ଶତକ ମାରି ଦ୍ରୁତତମ ଶତକରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଏ ବର୍ଷ ତୃତୀୟ 2026 ଆଇପିଏଲ ମ୍ୟାଚରେ ତାଙ୍କ ବ୍ୟାଟରେ ଧମାକେଦାର ପୁଣି ଏକ ଶତକ ଦେଖିବାକୁ ମିଳିଛି। ପୁଣି ସେ 36 ବଲ୍ରେ 15ଟି ଛକା 5ଟି ଚୌକା ସହାୟତାରେ 103 ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ରୟାଲ ଏହି ମ୍ୟାଚ୍ ହାରିଥିଲା, କିନ୍ତୁ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଆଇପିଏଲରେ ଦ୍ୱିତୀୟ ଦମଦାର ଶତକ ମାରିଥିଲେ। ଯେଉଁ ଦର୍ଶକ ବନ୍ଧୁ, ଭାରତର ଯୁବା ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ 15 ବର୍ଷ ଯେଉଁଭଳି ଭାବେ ଲିଡର ଓପନିଂ ଆସି ଧମାକେଦାର ବା ଭୟଙ୍କର ବ୍ୟାଟିଂ କରୁଛନ୍ତି, ସାରା ବିଶ୍ୱ ଦେଖିସାରିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ। ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି, ଯିଏକି ବୈଭବ ସୂର୍ଯ୍ୟବଂଶୀ ମାନେ 1000 ରନ୍ ଟି20ରେ ଦ୍ରୁତତମ 1000 ରନ୍ କରିବାରେ ସୂର୍ଯ୍ୟବଂଶୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି। ତ ଇଏ ଥିଲା ଏକ ବଡ଼ ଅପଡେଟ୍। ସୂର୍ଯ୍ୟବଂଶୀଙ୍କୁ ମୁଁ ଆସ୍ତେ ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇବି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍ କରିବେ, ଆଉ ज़्यादा ସେୟାର କରିବେ, କାରଣ ଏଇଭଳି କ୍ରିକେଟ କଣ୍ଟେଣ୍ଟ ସର୍ବପ୍ରଥମେ ମୋ ଚ୍ୟାନେଲ ସ୍ମାଇଲବେଟ୍ କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି, ଦେଖା ହେବ କାଲି ଏମିତି ଏକ ନୂଆ ଦମଦାର ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।